ମାତା ପାର୍ବତୀଙ୍କର ତିନୋଟି ପ୍ରଶ୍ନ। 1. କେଉଁ ସ୍ତ୍ରୀ ଜୀବନରେ ସବୁବେଳେ ସଧବା ହୋଇ ରହିଥାନ୍ତି? 2. କେଉଁ ସ୍ତ୍ରୀକୁ ଜୀବନରେ କେବେ ବି ସୁଖ ମିଳିନଥାଏ? 3. ଏହିପରି କ'ଣ ଜିନିଷ ଅଛି ଯାହାକୁ ସ୍ୱାମୀ ମାଗିଲେ ମଧ୍ୟ ସ୍ତ୍ରୀ ଦେଇନଥାଏ? ଦିନେ ଭଗବାନ ଶିବ କୈଳାସ ପର୍ବତରେ ବସିଥିବା ବେଳେ ମାତା ପାର୍ବତୀ ଭଗବାନ ଶିବଙ୍କୁ କହିଲେ, ହେ ପ୍ରଭୁ, ଯେତେବେଳେ ମୁଁ ଆପଣଙ୍କୁ ଭେଟିବାକୁ ଆସୁଥିଲି ମୋର ଆଖି ମୃତ୍ୟୁଲୋକ ଉପରେ ପଡ଼ିଲା, ଯେଉଁଠାରେ ମୁଁ ଦେଖିଲି ଯେ ପରସ୍ପରର ଘନିଷ୍ଠ ବନ୍ଧୁ ଥିବା 3 ଜଣ ମହିଳାଙ୍କ ମଧ୍ୟରୁ 2 ଜଣ ବିଧବା ଭାବରେ ଦୁଃଖଦ ଜୀବନ ବିତାଉଛନ୍ତି। କିନ୍ତୁ ସେ ମଧ୍ୟରୁ ଜଣେ ମହିଳା ସଧବା ଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଖୁସିରେ ଜୀବନ ବିତାଉଥିଲେ। ମୁଁ ଏହିସବୁ ଦେଖି କିଛି ବି ବୁଝିପାରିନଥିଲି। ତେଣୁ ମୋ ମନରେ 3ଟି ପ୍ରଶ୍ନ ଗୁଞ୍ଜିବାକୁ ଲାଗିଲା। ବର୍ତ୍ତମାନ ମୁଁ ଚାହୁଁଛି ଆପଣ ମୋର 3ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମୋ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରନ୍ତୁ। ଏହିଭଳି ଭାବେ ମାତା ପାର୍ବତୀଙ୍କ କଥା ଶୁଣି ଭଗବାନ ଶିବ କୁହନ୍ତି, ଦେବୀ ପାର୍ବତୀ, ମୋତେ ତୁମର 3ଟି ପ୍ରଶ୍ନ କୁହ। ମୁଁ ତୁମ ପ୍ରଶ୍ନର ଉତ୍ତର ଦେଇ ତୁମକୁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବି। ଏବେ ମାତା ପାର୍ବତୀ କହନ୍ତି, ଭଗବାନ, ମୋର ପ୍ରଥମ ପ୍ରଶ୍ନ ହେଉଛି, କେଉଁ ମହିଳା ଅକାଳ ବିଧବା ହୁଅନ୍ତି? ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି, କେଉଁ ମହିଳାଙ୍କୁ ଜୀବନରେ କେବେ ସୁଖ ମିଳେ ନାହିଁ? ଏବଂ ମୋର ତୃତୀୟ ପ୍ରଶ୍ନ ହେଉଛି, ଏମିତି କ'ଣ ଜିନିଷ ଅଛି ଯାହାକୁ ମାଗିଲେ ଜଣେ ପତ୍ନୀ ତାହା ନିଜ ସ୍ୱାମୀକୁ ମଧ୍ୟ ଦିଅନ୍ତି ନାହିଁ? ମାତା ପାର୍ବତୀଙ୍କ ଏପରି ପ୍ରଶ୍ନ ଶୁଣି ଭଗବାନ ଶିବ କହିବା ଆରମ୍ଭ କଲେ, ଦେବୀ ପାର୍ବତୀ, ତୁମେ ଯେଉଁ ମହିଳାଙ୍କ ବିଷୟରେ କହୁଛ ସେମାନଙ୍କ ମଧ୍ୟରୁ 2 ଜଣ ବିଧବା ହୋଇ ଦୁଃଖଦ ଜୀବନ ବିତାଉଛନ୍ତି, ଆଉ ସେଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି। ଯଦି ତୁମେ ଏହା ଜାଣିବାକୁ ଚାହୁଁଛ ଏହିପରି କାହିଁକି ହେଉଛି, ତେବେ ମୁଁ ତୁମକୁ ଏକ ଛୋଟ କାହାଣୀ କହିବି। ଏହି କାହାଣୀକୁ ବହୁତ ଧ୍ୟାନର ସହ ଶୁଣ। ଯେଉଁମାନେ ଅସମ୍ପୂର୍ଣ୍ଣ କାହାଣୀ ଶୁଣନ୍ତି ସେମାନେ ମାତ୍ର ଅଧା ଜ୍ଞାନ ପାଇଥାନ୍ତି, ଯାହା ଜୀବନରେ କୌଣସି କାମରେ ଆସିନଥାଏ। କାରଣ ତୁମର ଏହି 3ଟି ପ୍ରଶ୍ନର ଉତ୍ତର ଏହି ଛୋଟ କାହାଣୀ ଭିତରେ ରହିଛି। ଯଦି ତୁମେ ଏହି କାହାଣୀକୁ ଧ୍ୟାନର ସହ ଶୁଣିବ ତେବେ ତୁମେ ନିଶ୍ଚୟ ଭାବରେ ତୁମର 3ଟି ପ୍ରଶ୍ନର ଉତ୍ତର ପାଇବ। ମାତା ପାର୍ବତୀ କହନ୍ତି, ପ୍ରଭୁ, ମୁଁ ଆପଣଙ୍କ ସହ ସହମତ। ଆପଣ କାହାଣୀ ଆରମ୍ଭ କରନ୍ତୁ। ମୁଁ ମୋର ପୁରା ହୃଦୟରୁ କାହାଣୀ ଶୁଣିବି ଏବଂ ଯେପର୍ଯ୍ୟନ୍ତ ଆପଣ କାହାଣୀ କହିବେ ମୋ ମନ ଅନ୍ୟ କୌଣସି ସ୍ଥାନକୁ ଯିବ ନାହିଁ। ଭଗବାନ ଶିବ କହନ୍ତି, ଦେବୀ ପାର୍ବତୀ, ପ୍ରଥମେ ମୁଁ ତୁମକୁ ସେହି ମହିଳାଙ୍କ କାହାଣୀ କହିବି ଯିଏ ସୁହାଗନ ହୋଇ ସୁଖୀ ଜୀବନ ବିତାଉଛନ୍ତି। ଦେଖ ଦେବୀ, ତୁମେ ଯେଉଁ ସଧବା ମହିଳାଙ୍କ ବିଷୟରେ କହୁଛ ସେ ହେଉଛନ୍ତି ଜଣେ ରାଜାଙ୍କ ସେବକଙ୍କ ପତ୍ନୀ ଏବଂ ଯେଉଁ ସେବକଙ୍କ ସେ ପତ୍ନୀ ଅଟନ୍ତି ସେହି ସେବକ ତାଙ୍କ ପତ୍ନୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଏବଂ ଭରସା ରଖିଛନ୍ତି ଯେ ତାଙ୍କ ପତ୍ନୀ ଏକ ପତିବ୍ରତା ସ୍ତ୍ରୀ, ଯାହାଙ୍କୁ ସେ ତାଙ୍କ ବନ୍ଧୁମାନଙ୍କ ମଧ୍ୟରେ ବି ବାରମ୍ବାର ପ୍ରଶଂସା କରନ୍ତି। ଗୋଟିଏ ଦିନର କଥା, ଦିନେ ସେହି ରାଜାଙ୍କ ସେବକ ତାଙ୍କ ପତ୍ନୀଙ୍କୁ ଏତେ ପ୍ରଶଂସା କଲେ ଯେ ଏହି କଥା ଧୀରେ ଧୀରେ ରାଜଦରବାର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ତାପରେ ରାଜା ତାଙ୍କ ସେବକଙ୍କୁ ଡାକି ସେବକଙ୍କୁ କହିଲେ ଯେ ତୁମେ ତୁମ ସ୍ତ୍ରୀଙ୍କୁ ସମସ୍ତଙ୍କ ଆଗରେ ପ୍ରଶଂସା କରୁଛ ଯେ ତୁମ ପତ୍ନୀ ଜଣେ ପତିବ୍ରତା ସ୍ତ୍ରୀ। ତୁମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି? ଭଗବାନ ଶିବ କହିଲେ, ଦେବୀ ପାର୍ବତୀ, ରାଜାଙ୍କ ଏହିପରି କଥା ଶୁଣି ସେବକ କହିଲେ, ମହାରାଜ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ମୋ ପତ୍ନୀ ଜଣେ ପତିବ୍ରତା ସ୍ତ୍ରୀ। ଏବେ ରାଜାଙ୍କ ମହାମନ୍ତ୍ରୀ କହିଲେ, ଯଦି ମୁଁ ତୁମ ପତ୍ନୀଙ୍କ ପତିବ୍ରତା ଧର୍ମ ଭାଙ୍ଗିଦେବି ତେବେ ତୁମକୁ କ'ଣ ଦଣ୍ଡ ମିଳିବ? ସେବକ କହିଲା, ଯଦି ଆପଣ ମୋ ପତ୍ନୀଙ୍କ ପତିବ୍ରତ ଧର୍ମ ଭଙ୍ଗ କରିଦେବେ ତେବେ ମହାରାଜ ମୋତେ ଫାଶୀ ଦେବେ। ଏବେ ରାଜାଙ୍କ ସେବକ ମହାରାଜକୁ ଏହା କହନ୍ତି, ଯଦି ମହାମନ୍ତ୍ରୀ ମୋ ପତ୍ନୀଙ୍କ ପତିବ୍ରତ ଧର୍ମ ଭଙ୍ଗ କରିବାରେ ସକ୍ଷମ ନ ହୁଅନ୍ତି ତେବେ ତାଙ୍କୁ କ'ଣ ଦଣ୍ଡ ମିଳିବ? ତ ରାଜା କହିଲେ, ମନ୍ତ୍ରୀକୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯିବ। ଭଗବାନ ଶିବ କହନ୍ତି, ପାର୍ବତୀ, ଏହି ଉପାୟରେ ମନ୍ତ୍ରୀ ସ୍ୱୀକାର କରି ସେବକଙ୍କୁ ପଚାରିଲେ, ମୁଁ ଏହିପରି କ'ଣ ଆଣିବି ଯାହା ଦେଖି ତୁମର ବିଶ୍ୱାସ ହେବ ଯେ ମୁଁ ତୁମ ପତ୍ନୀଙ୍କ ପତିବ୍ରତ ଧର୍ମ ଭାଙ୍ଗିବାରେ ସଫଳ ହୋଇଛି ବୋଲି ତୁମେ ବିଶ୍ୱାସ କରିବ? ତାପରେ ସେବକ କହିଲା, ମନ୍ତ୍ରୀ, ଯଦି ତୁମେ ମୋ ଘରକୁ ଯାଅ ଏବଂ ମୋ ବିବାହ ସମୟରେ ମୋତେ ଏକ ପଗଡ଼ି ଏବଂ ଏକ ଖଣ୍ଡା ମିଳିଥିଲା ଯାହା ବରକୁ ଦିଆଯାଏ, ଏହାକୁ ମୋ ପତ୍ନୀ ବହୁତ ଭଲ ଭାବରେ ସଂରକ୍ଷିତ ରଖିଛନ୍ତି, ଯାହାକୁ ସୁହାଗର ସଂକେତ ଭାବରେ ବିବେଚନା କରାଯାଏ। ଯଦି ତୁମେ ମୋତେ ସେହି ପଗଡ଼ି ଏବଂ ଖଣ୍ଡା ଦେଖାଇବ ମୁଁ ସ୍ୱୀକାର କରିବି ଯେ ତୁମେ ମୋ ପତ୍ନୀଙ୍କ ପତିବ୍ରତ ଧର୍ମକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବାରେ ସଫଳ ହୋଇଛ।
ଏବେ ଭଗବାନ ଶିବ କହନ୍ତି, ପାର୍ବତୀ ସର୍ତ୍ତ ଗ୍ରହଣ କରିବା ପରେ ମନ୍ତ୍ରୀ ନଗରକୁ ଯାଇ ଜଣେ ଦୂତୀଙ୍କୁ ଭେଟିଥାନ୍ତି, ଯିଏ ପରସ୍ପର ମଧ୍ୟରେ ସମ୍ପର୍କ ସୃଷ୍ଟି କରାଇବା କାମ କରୁଥିଲେ। ଆଉ ସେ ସେହି କାମ କରିବାରେ ସକ୍ଷମ ଥିଲେ ଯାହା ଅନ୍ୟ କେହି କରୁନଥିଲେ। ତାପରେ ମନ୍ତ୍ରୀ ନିଜ ସ୍ୱାର୍ଥ ପାଇଁ ଦୂତୀଙ୍କୁ ଡାକି ଦୂତୀଙ୍କୁ କହିଲେ, ଦେଖ, ଏହି ନାମରେ ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କର ମୋହ ସହ ବାଜି ଲାଗିଛି। ଏବଂ ତାପରେ ସେ ମହିଳାଙ୍କୁ ସେହି ବାଜି ବିଷୟରେ ସବୁ କିଛି କହିଲେ। ତାପରେ ସେ ଦୂତୀଙ୍କୁ କହିବା ଆରମ୍ଭ କଲେ ଯେ, ତୁମେ ସେହି ମହିଳାଙ୍କ ସହ ଯେକୌଣସି ଭାବରେ ମୋର ସମ୍ପର୍କ କରାଇ ଦିଅ। ତୁମେ ଯେତେ ଟଙ୍କା ଚାହୁଁଛ ମୁଁ ସେତେ ଟଙ୍କା ଦେବି। ଭଗବାନ ଶିବ କହିଲେ, ପାର୍ବତୀ ମନ୍ତ୍ରୀଙ୍କ କଥା ଶୁଣିବା ପରେ ଦୂତୀ କହିଲେ, ଭାଇ, ସେହି ମହିଳାଙ୍କ ବିଷୟରେ କଥା ହୁଅ ନାହିଁ। ସେହି ସ୍ତ୍ରୀ ସମ୍ପୂର୍ଣ୍ଣ ପତିବ୍ରତା। ସେ ତୁମ ଆଡ଼କୁ ଚାହିଁବେ ନାହିଁ, ସେ ଆପଣଙ୍କ ମୁହଁ ମଧ୍ୟ ଦେଖିବେ ନାହିଁ ଏବଂ ତାଙ୍କ ପରିବାରର ସଦସ୍ୟ ମଧ୍ୟ ବିପଜ୍ଜନକ। ମନ୍ତ୍ରୀ କହିଲେ, ଠିକ୍ ଅଛି, ଯଦି ତୁମେ ମୋତେ ତାଙ୍କ ସହ ଯୋଗାଯୋଗ କରାଇ ପାରିବ ନାହିଁ, ତାହେଲେ ଗୋଟିଏ କାମ କର, ତାଙ୍କ ଘରକୁ ଯାଇ ପଗଡ଼ି ଓ ଖଣ୍ଡା ଚୋରି କରି ନେଇ ଆସ ଏବଂ ଯଦି ତାଙ୍କ ପତ୍ନୀଙ୍କ ଗୋପନୀୟ ଅଙ୍ଗରେ କୌଣସି ଚିହ୍ନ ଅଛି, ତେବେ ସେହି ଚିହ୍ନ ଦେଖି ମୋତେ ଆସି କହିବ। ତେବେ ମୁଁ ତୁମକୁ ତୁମ ଇଚ୍ଛା ଅନୁଯାୟୀ ପୁରସ୍କାର ଦେବି। ଭଗବାନ ଶିବ କହନ୍ତି, ପାର୍ବତୀ ଦୂତୀ ଏହି କଥା ଶୁଣି କହିଲେ, ଠିକ୍ ଅଛି, ମୁଁ ତୁମର କାମ ନିଶ୍ଚୟ କରିବି। ସେବକ ଯେଉଁ ନଗରରେ ରହୁଥିଲେ, ଦୂତୀ ସେବକଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କ ପାଖକୁ ଯାଇ କହିଲେ, ଝିଅ, ମୁଁ ତୁମ ସ୍ୱାମୀଙ୍କ ମାଉସୀ। ମୁଁ ଅନେକ ବର୍ଷ ପରେ ଆସିଛି। ତେଣୁ ମହିଳା ଜଣକ କହିଲେ, ମାଉସୀ ଆସନ୍ତୁ, ମୁଁ ଆପଣଙ୍କୁ ପୂର୍ବରୁ କେବେ ଦେଖିନଥିଲି, ତେଣୁ ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ଆଉ ଏହିପରି ଭାବରେ ସେହି ସେବକର ସ୍ତ୍ରୀ ସେହି ଦୂତୀଙ୍କୁ ବହୁତ ସମ୍ମାନ ଦେଇଥିଲେ। କିନ୍ତୁ ସେ କ'ଣ ଜାଣିଥିଲେ କି ସେ ତାଙ୍କ ସହ ଛଳ କରିବାକୁ ଆସିଛନ୍ତି? ବର୍ତ୍ତମାନ ଭଗବାନ ଶିବ କୁହନ୍ତି, ପାର୍ବତୀ ସେ ଦୂତୀ ଜଣକ ସେବକଙ୍କ ସ୍ତ୍ରୀଙ୍କ ସହିତ 2 ଦିନ ରହିଥିଲେ। ଯେତେବେଳେ ମହିଳା ଜଣକ ଗାଧୋଇବାକୁ ଗଲେ, ଦୂତୀ ଜଣକ ଲୁଚି ଲୁଚି ଦେଖିବାକୁ ଲାଗିଲେ ଏବଂ ତାଙ୍କର ଜଙ୍ଘରେ ଏକ କଳାଜାଇ ଥିଲା, ଯାହା ଦୂତୀ ଦେଖିଦେଇଥିଲେ ଏବଂ ତାଙ୍କର କାମ ପୂରଣ ହୋଇଯାଇଥିଲା। ଅପରପକ୍ଷରେ ଗାଧୋଇବା ପରେ ସେବକଙ୍କ ସ୍ତ୍ରୀ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବାକୁ ଯାଇଥିବା ବେଳେ ଦୂତୀ ସୁଯୋଗ ପାଇ ସେବକଙ୍କ ଘରୁ ପଗଡ଼ି ଓ ଖଣ୍ଡା ଚୋରି କରି ସେଠାକୁ ଲୁଚି ପଳାଇ ଯାଇଥିଲେ ଏବଂ ଯାଇ ମନ୍ତ୍ରୀଙ୍କୁ ପଗଡ଼ି ଓ ଖଣ୍ଡା ଦେଇଥିଲେ ଏବଂ ସେହି ପତିବ୍ରତା ସ୍ତ୍ରୀଙ୍କ ଜଙ୍ଘରେ ଥିବା କଳାଜାଇ ବିଷୟରେ ମଧ୍ୟ କହିଥିଲେ। ଭଗବାନ ଶିବ କୁହନ୍ତି, ପାର୍ବତୀ ତାପରେ ମନ୍ତ୍ରୀ ପଗଡ଼ି ଓ ଖଣ୍ଡା ଧରି ସିଧା ରାଜାଙ୍କ ଦରବାରକୁ ଯାଇ ରାଜାଙ୍କୁ କହିଲେ, ମହାରାଜ, ମୁଁ ସେବକଙ୍କ ପତ୍ନୀଙ୍କ ସହ 2 ଦିନ ବିତାଇ ତାଙ୍କ ହାତରୁ ଏହି ପଗଡ଼ି ଓ ଖଣ୍ଡା ଆଣିଥିଲି। ତାପରେ ରାଜା ଦରବାର ସ୍ଥାପନ କରି ସେବକଙ୍କୁ ଡାକି ସଭାରେ ସେବକଙ୍କୁ ମନ୍ତ୍ରୀ ପଗଡ଼ି ଓ ଖଣ୍ଡା ଦେଖାଇଲେ ଏବଂ ସେ ତାଙ୍କ ପତ୍ନୀଙ୍କ ଜଙ୍ଘରେ ଥିବା କଳାଜାଇ ବିଷୟରେ ମଧ୍ୟ କହିଥିଲେ। ଯେତେବେଳେ ସେ ତାଙ୍କ ପତ୍ନୀଙ୍କ ଜଙ୍ଘରେ ଥିବା କଳାଜାଇ ବିଷୟରେ କହିଲେ, ସେବକ ରାଜି ହେଲେ ଯେ ବାସ୍ତବରେ ଆଜି ମୋ ପତ୍ନୀ ତାଙ୍କ ପତିବ୍ରତା ଧର୍ମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଭଗବାନ ଶିବ ପାର୍ବତୀଙ୍କୁ କହନ୍ତି, ତାପରେ ରାଜା କହିଲେ ଯେ ସେବକଙ୍କୁ 15 ଦିନ ପରେ ଫାଶୀ ଦିଆଯିବ ଏବଂ ସେବକଙ୍କୁ ତାଙ୍କର ଶେଷ ଇଚ୍ଛା ପଚାରିଲେ। ସେବକ କହିଲେ, ମୁଁ ମୋ ପତ୍ନୀଙ୍କୁ ଶେଷ ଥର ପାଇଁ ଭେଟିବାକୁ ଚାହୁଁଛି। ଭଗବାନ ଶିବ କୁହନ୍ତି, ପାର୍ବତୀ ରାଜା ସେବକଙ୍କ ଶେଷ ଇଚ୍ଛା ଅନୁସାରେ କହିଲେ ଯେ ତୁମେ ତୁମ ପତ୍ନୀଙ୍କୁ ଦେଖା କରିପାରିବ। ତାପରେ ସେବକ ତାଙ୍କ ଘରକୁ ଗଲେ ଏବଂ ତାଙ୍କ ପତ୍ନୀଙ୍କୁ କହିଲେ, ତୁମେ ମୋ ସହ ବହୁତ ବଡ଼ ବିଶ୍ୱାସଘାତକତା କରିଛ। ମୁଁ ତୁମକୁ ବିଶ୍ୱାସ କରି ମନ୍ତ୍ରୀଙ୍କ ସହ ଏପରି ସର୍ତ୍ତ ରଖିଥିଲି ଯେ ରାଜାଙ୍କ ଦରବାରରେ ମୁଁ ରାଜାଙ୍କ ସମ୍ମୁଖରେ କହିଥିଲି, ଯଦି କେହି ମୋ ପତ୍ନୀଙ୍କ ପତିବ୍ରତା ଧର୍ମକୁ ନଷ୍ଟ କରିଦିଅନ୍ତି, ତେବେ ମୋତେ ଫାଶୀ ଦିଆଯିବ। ଏବେ ମୋତେ 15 ଦିନ ପରେ ଫାଶୀ ଦିଆଯିବ। ମୋ ସହ ବିଶ୍ୱାସଘାତକତା କରି ତୁମେ ଠିକ୍ କଲ ନାହିଁ। ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଲେ ଯେ ସେହି ପତିବ୍ରତା ମହିଳା ତାଙ୍କ ସ୍ୱାମୀଙ୍କୁ ସବୁ କିଛି କହିଥିଲେ, କିନ୍ତୁ ସେ ଏହାକୁ ବିଶ୍ୱାସ କଲେ ନାହିଁ ଏବଂ ପୁଣି ଥରେ ରାଜାଙ୍କ ଦରବାରରେ ପହଞ୍ଚି ଜେଲରେ ଭର୍ତ୍ତି ହୋଇଯାଇଥିଲେ। ଏବେ ସେବକଙ୍କ ପତିବ୍ରତା ପତ୍ନୀ ଭଗବାନଙ୍କୁ ସ୍ମରଣ କରି ରାଜାଙ୍କ ଦରବାରକୁ ଯାଇ ରାଜାଙ୍କୁ ନୃତ୍ୟ କରିବାକୁ ଅନୁମତି ମାଗିଥିଲେ। ଯେହେତୁ ସେବିକାଙ୍କ ପତ୍ନୀ ବହୁତ ସୁନ୍ଦର ଥିଲା ଏବଂ ରାଜା ନୃତ୍ୟକୁ ମଧ୍ୟ ବହୁତ ଭଲ ପାଉଥିଲେ, ତେଣୁ ରାଜା ଆଦେଶ ଦେଲେ ଯେ ସମସ୍ତ ମନ୍ତ୍ରୀ ଯନ୍ତ୍ରୀ ଉପସ୍ଥିତ ରହି ଏହି ସୁନ୍ଦରୀଙ୍କ ନୃତ୍ୟ କରିବା ପାଇଁ
संपूर्ण व्यवस्था करंतु। भगवान शिव कहती जे पार्वती जेतेबेले समस्त मंत्री महामंत्री दरबार रे उपस्थित थिले सेतेबेले सेही सेवकଙ୍କ पत्नी नृत्य करिबा आरंभ कले। राजा को नृत्य अत्यंत भल लगिला। तापरे राजा कहिले, तुमे मते कौन मागिबाकू चाहुछ? तुमे जहाँ मागिब मु तुमको ताहा देबी। भगवान शिव कहिले, देवी पार्वती यह परे सेवकଙ୍କ पत्नी कहिले, महाराज आपणकर सभारे मोर टंका चोरी हो जाई। महाराज आपणकर सभारे मोर टंका चोरी करी नैथिबा जने चोर अछि, ताको फांसी दंडादेश दियंतु। एबे राजा कहिले, ठीक अछि, मो दरबार रे तुमर चोर किए, तार नाम कौन? मु निश्चय ताको मृत्युदंड देबी। भगवान शिव पार्वती को कहती। तापर सेवकଙ୍କ पत्नी कहिले, महाराज आपणकर एही मंत्री मोर चोर, आपण ताको फांसी दंड दियंतु। एबे सेही सुंदरी मंत्री को चोर बोली कहथिबा सुनिबा मात्रे मंत्री कहिबा आरंभ कले जे, महाराज मु आपणक निकट रे शपथ करी कहूची जे मु तांकठारो कौनसी जिनिस चोरी करी नाही। मु तांको एपर्यंत जानि नाही बा देखि नाही, तेणु मु तांकठारो किपरि चोरी करि परिबि? मु आज पर्यंत एही सुंदरीक चेहरा मध्ये देखि नाही। वर्तमान भगवान शिव पार्वती को कहिले, मंत्री आज पर्यंत एही सुंदरीक चेहरा मध्ये देखि नाही बोली कहिबा मात्रे सेही सुंदरी कहिबा आरंभ कले, महाराज जदि एही मंत्री मते जानती नाही तेबे आपण तांको पचारंतु जे से एही पगड़ी और खंडा केउठारु आनिछंती। मु सेही सेवकଙ୍କ पत्नी जी आपणकर राज दरबार रे काम करे एवं आपण मोर निरीह स्वामी को फांसी देबाकू जाउछंती। एबे मु पूरा कहानी कहूची। आपणकर एही मंत्री तांकर गोटिए दूती मो पाखकू पठाई मो जंगर थिबा कला जेई कथा जानिबाकू पाइले एवं सेही दूती मो घरु खंडा और पगड़ीटी चोरी करी मंत्री को देइथिला। एवं जेतेबेले आपणक मंत्री द्वारा पठा जाइथिबा दूती मो घर को आसिले से मते कहिले जे से मो स्वामी को माउसी, से प्रथम थर पई आसीछंती, तेणु मु ताको चिन्हि पारली नाही। भगवान शिव कहती, पार्वती एही परि सेवकଙ୍କ पत्नी को कथा सुनी राजा दूती को डाकिले। तापरे दूती राजा को पूरा सत कहिले। तापरे राजा सेवकଙ୍କୁ मुक्त करी मंत्री को फांसी देले। भगवान शिव कहती जे पार्वती एभली भाବରେ सेही सेवकଙ୍କ पतिव्रता स्त्री शेषरे राजा को कहिले, महाराज मु मो स्वामी को बहुत भल पाए। मु जणे उत्तम चरित्रर महिला एवं मु केबे भी मो स्वामी को नाम मध्य मो पाटिरु बाहर करे नाही। एबे भगवान शिव कहती, पार्वती मोर कहानी पूरा होईछि। एबे सुन तुमर तीनोटी प्रश्नर उत्तर। तुमर प्रथम प्रश्न थिला, केउ महिला अकल रे विधवा होई जांती? जो महिला माने निज स्वामी को सह छल करिथांती सेमाने अकल रे विधवा होई जांती। कारण स्वामी को सह छल करिबा द्वारा स्वामी को आयुष हानि हुए एवं तांको स्वामी अकल रे मृत्युवरण करिथांती। एहा एकमात्र रहस्य हेउछि आपण जेउ 3 जण बंधुक विषय कहूतिले सेमानक मध्यरु 2 जण विधवा थिले एवं जणे सेवकଙ୍କ पत्नी थिले जे कि जणे पतिव्रता महिला थिले। एबे तुमर द्वितीय प्रश्न थिला, केउ महिला को जीवन रे केबे भी सुख मिले नाही? जेउ महिला माने स्वामी को बिना तीर्थ यात्रा किंबा विभिन्न पर्व को जाती सेमानक जीवन रे केबे सुख न थाए। एपरी महिला माने जीवन रे दुखी हुअंती एवं सेमानक केबे भी भल पाइबा मिली न थाए। एबे भगवान शिव कहती, पार्वती तुमर तृतीय प्रश्न थिला, एमिति कौन जिनिस अछि जाहाकू जने स्त्री निज स्वामी को मागिले मध्य दियंती नाही? ताहा हेउछि गाली बा दुर्व्यवहार देई पारिबे नाही। निज स्वामी को गाली बा दुर्व्यवहार देउथिया महिला केबे भी चरित्रवान महिला नुहंती एवं एभली महिला सारा जीवन कांदी थांती। तांका जीवन रे केबे भी खुशीर समय आसी न थाए एवं एपरी महिला समय पूर्वरु विधवा होई जांती। एही परि भगवान शिवଙ୍କ पाटिरु निज तीनोटी प्रश्नर उत्तर सुनी माता पार्वती संतुष्ट होई कहती जे स्वामी जी प्रकृत चरित्रवान अटंती से केबे भी दुखद जीवन यापन करती नहीं। कारण माँ लक्ष्मी सर्वदा एपरी घरे वास करती आ सेही घरे सबुबले सुख संपद भरी होई रही थाए। एही परि महिला माने सबुबले घर को स्वर्गर परिणत करथांती। यदि आपको वीडियो भल लगी तेज वीडियो को लाइक करंतु और मो चैनल रे नथिले मो चैनल को सब्सक्राइब कर दियंतु।